ଖୋର୍ଦ୍ଧାରେ ଜିଲ୍ଲାସ୍ତରୀୟ 77ତମ ସାଧାରଣତନ୍ତ୍ର ଦିବସ ପାଳିତ। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଜିଲ୍ଲା ପ୍ରଶାସନର ଯୁଗ୍ମ ଆୟୋଜନରେ ଖୋର୍ଦ୍ଧା ବିଜେପି ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଜିଲ୍ଲାସ୍ତରୀୟ 77ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡ୍ର ଅଭିବାଦନ ଗ୍ରହଣ କରିଥିଲେ। ନିଜ ଅଭିଭାଷଣରେ ସେ ମା ବରୁଣେଇ, ଶ୍ରୀ ଜଗନ୍ନାଥ ଓ ଖୋର୍ଦ୍ଧାର ବୀରପାଇକ ପରମ୍ପରାକୁ ସ୍ମରଣ କରି ସମ୍ବିଧାନ ମୂଲ୍ୟବୋଧ ଓ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇଥିଲେ। ମହିଳାଙ୍କ ଆର୍ଥିକ ସଶକ୍ତିକରଣ, ଗ୍ରାମୀଣ ଜୀବିକା, ପର୍ଯ୍ୟଟନ ବିକାଶ ଓ 2047 ବିକଶିତ ଭାରତ ଲକ୍ଷ୍ୟ ଦିଗରେ ରାଜ୍ୟ ସରକାର ନିରନ୍ତର କାମ କରୁଥିବା କଥା ସେ କହିଥିଲେ। ଏହି ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାର କୃତୀମାନଙ୍କୁ ପୁରସ୍କୃତ କରାଯାଇଥିବା ସହ ସଡ଼କ ସୁରକ୍ଷା ଓ କ୍ରୀଡ଼ା କ୍ଷେତ୍ରରେ ଅବଦାନ ପାଇଁ କିଛି ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା। 52ଟି ଗ୍ରୁପ୍ ପ୍ୟାରେଡ୍ରେ ଭାଗ ନେଇ ଉତ୍ସବକୁ ଗୌରବମୟ କରିଥିଲେ। ଖୋର୍ଦ୍ଧାରୁ ଦୁର୍ଗାପ୍ରସାଦ ଷଡ଼ଙ୍ଗୀଙ୍କ ରିପୋର୍ଟ, ଅନୁଧ୍ୟାନ ଟିଭି ଓ ଅନୁଧ୍ୟାନ ଦୈନିକ ଖବରକାଗଜ।